ନମସ୍କାର ଦର୍ଶକ ବନ୍ଧୁ, ମୁଁ ପ୍ରଦୀପ ଆପଣମାନଙ୍କୁ ସ୍ୱାଗତ କରୁଛି ଆଜିର ଆଉ ଏକ ନୂଆ ଭିଡ଼ିଓରେ। ଦର୍ଶକ ବନ୍ଧୁ, ଆପଣମାନେ ସମସ୍ତେ ଜାଣିଥିବେ ଆମ ଓଡ଼ିଶାରେ ଯେଉଁ ଏସ୍ଆଇଆର୍ ବା ସ୍ପେଶାଲ ଇଣ୍ଟେନ୍ସିଭ୍ ରିଭିଜନ୍ ଚାଲିଥିଲା, ତାର ପ୍ରଥମ ପର୍ଯ୍ୟାୟର ସମସ୍ତ ପ୍ରକାର ଭେରିଫିକେସନ୍ କଲା ପରେ ବର୍ତ୍ତମାନ ଡ୍ରାଫ୍ଟ ଲିଷ୍ଟ ପ୍ରସ୍ତୁତ କରାଯାଇଛି। ତ ଯେଉଁ ଡ୍ରାଫ୍ଟ ଲିଷ୍ଟରେ ଆମ ଓଡ଼ିଶାରେ 2025 ମସିହାରେ ଥିବା ଭୋଟର ଲିଷ୍ଟରୁ ପାଖାପାଖି 20 ଲକ୍ଷରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କ ନାମ କଟିଛି। ତ ଭୋଟର ଲିଷ୍ଟରୁ ଯେଉଁମାନଙ୍କର ନାମ କଟିଛି ତାର ବିଭିନ୍ନ ପ୍ରକାର ରିଜିନ୍ ରହିଛି। କାରଣ ଯେତେବେଳେ ଆମର ଏସ୍ଆଇଆର୍ ଚାଲିଥିଲା ସେ ସମୟରେ ଆପଣମାନଙ୍କୁ ଗୋଟେ ଏନୁମେରେସନ୍ ଫର୍ମ, ଯେଉଁଟାକି ଆପଣମାନଙ୍କ ବୁଥର ଯେଉଁ ଅଫିସର ରହିଛନ୍ତି ବା ବିଏଲ୍ଓ ରହିଛନ୍ତି, ଆପଣମାନଙ୍କ ଘରକୁ ଆସି ଆପଣମାନଙ୍କୁ ଏନୁମେରେସନ୍ ଫର୍ମ ଦେଇଥିଲେ ଏବଂ ସେଇ ଏନୁମେରେସନ୍ ଫର୍ମ ଆପଣମାନେ ଫିଲ୍ଅପ୍ କରି ତାଙ୍କୁ ସବମିଟ୍ କରିଥିଲେ। ତ ପରବର୍ତ୍ତୀ ପର୍ଯ୍ୟାୟରେ ଯାହାକି ବର୍ତ୍ତମାନ ସେଇ ଭୋଟର ଲିଷ୍ଟର ଡ୍ରାଫ୍ଟ ଲିଷ୍ଟଟି ପ୍ରସ୍ତୁତ ହୋଇଛି। ତେଣୁ ଆପଣମାନଙ୍କୁ ଏ ବିଷୟରେ ମୁଁ ପୂର୍ବରୁ 2ଟି ଭିଡ଼ିଓ ମାଧ୍ୟମରେ ଡିଟେଲ୍ସ ଅପଡେଟ୍ ଦେଇଥିଲି ଯେ କେମିତି ଆପଣମାନେ ନିଜର ଡ୍ରାଫ୍ଟ ଭୋଟର ଲିଷ୍ଟ ଚେକ୍ କରିବେ। ତା ସହିତ ଯେଉଁମାନଙ୍କର ନାମ କୌଣସି କାରଣବଶତଃ କାଟିଛି, ମ୍ୟାକ୍ସିମମ୍ ଲୋକଙ୍କର କାଟିବାର ମେନ୍ ରିଜିନ୍ କ'ଣ କ'ଣ ରହିଛି ମୁଁ କହିଦେଉଛି ଯେ 3ଟି ମୁଖ୍ୟତଃ ରିଜିନ୍ ରହିଛି। ଫାର୍ଷ୍ଟ ହେଲା ବହୁ ଜଣଙ୍କର ଡେଥ୍ ହେଇଛି ବା ଯେଉଁମାନଙ୍କର ମୃତ୍ୟୁବରଣ ଯେଉଁମାନେ କରିଛନ୍ତି ସେମାନଙ୍କର କଟିଛି। 2 ନମ୍ବରରେ ରହିଛି ଆପଣମାନଙ୍କର ଯେଉଁମାନେ ଗୋଟିଏ ଜାଗାରୁ ଅନ୍ୟ ଏକ ଜାଗାକୁ ସ୍ଥାନାନ୍ତରଣ କରିଛନ୍ତି ବା ଅର୍ଥାତ୍ ତାଙ୍କର ଗୋଟିଏ ଜାଗାରେ ଭୋଟର ଲିଷ୍ଟରେ ନାଁ ଥିଲା, ବର୍ତ୍ତମାନ ସେମାନେ ଆଉ ଗୋଟିଏ ଜାଗାରେ ରହୁଛନ୍ତି ଏବଂ ସେଠି ଆପଣମାନଙ୍କର ଭୋଟର କାର୍ଡ଼ ବନେଇଛନ୍ତି। ତ ସେଇ ହିସାବରେ ମଧ୍ୟ ଆପଣମାନଙ୍କ ବୁଥରୁ ବହୁତ ଜଣଙ୍କର ନାଁ କଟିଛି। ଆଉ 3 ନମ୍ବର ରହିଛି ବହୁତ ଜଣ ହିତାଧିକାରୀ କ'ଣ ରହିଛନ୍ତି ବା ବହୁତ ଜଣ ଭୋଟର କ'ଣ କରିଛନ୍ତି ନା ନିଜର ଏନୁମେରେସନ୍ ଫର୍ମ ସବମିଟ୍ କରିନାହାନ୍ତି। ସେଟା ବିଭିନ୍ନ ପ୍ରକାର କାରଣ ଥାଇପାରେ, ହୁଏତ ସେମାନେ ଓଡ଼ିଶା ବାହାରେ ରହୁଛନ୍ତି ବା କୌଣସି କାରଣରୁ ତାଙ୍କର ଫର୍ମଟି ସବମିଟ୍ ହେଇପାରିନାହିଁ। ତ ତାହାରି ଉପରେ ବହୁ ଜଣଙ୍କର କମେଣ୍ଟ ମଧ୍ୟ ବର୍ତ୍ତମାନ ଆସୁଛି ଯେ ଆପଣମାନଙ୍କ ଅଞ୍ଚଳରେ ବିଏଲ୍ଓ ମାନେ ଆପଣମାନଙ୍କୁ ଫର୍ମ ଦେଇନାହାନ୍ତି, କିନ୍ତୁ ଆପଣମାନଙ୍କର ଫର୍ମ ଦିଅନ୍ତୁ କି ନାହିଁ। ଦେଖନ୍ତୁ, ଆକ୍ଚୁଆଲି ଗାଇଡଲାଇନ୍ ଅନୁସାରେ ମୁଁ ଆପଣମାନଙ୍କୁ ସେ ଭିଡ଼ିଓରେ କହିଥିଲି ଯେ ଗାଇଡଲାଇନ୍ ଅନୁସାରେ ବିଏଲ୍ଓ ଆପଣମାନଙ୍କ ଘରକୁ ଆସି ଫର୍ମ ଦେବା କଥା। ବହୁ ଜଣଙ୍କ ଏରିଆରେ କ'ଣ ହେଇଛି ନା ବିଏଲ୍ଓ ମାନେ ଡାଇରେକ୍ଟ ଆପଣମାନଙ୍କ ପାଖକୁ ନ ଆସି ସେମାନେ ନିଜେ ଫର୍ମ ଫିଲ୍ଅପ୍ କରୁଛନ୍ତି, ସେଇଟା ଆପଣମାନଙ୍କର ଅଲଗା କଥା। କିନ୍ତୁ ବର୍ତ୍ତମାନର ଯେଉଁ ମେନ୍ ଟପିକଟି ରହିଛି ବା ମେନ୍ ଯେଉଁ ଆପଣମାନଙ୍କୁ ଜାଣିବା ପାଇଁ ପଡ଼ିବ ଯେ ଡ୍ରାଫ୍ଟ ଲିଷ୍ଟରେ ଯଦି ଆପଣମାନଙ୍କର ନାଁ ନାହିଁ ତାହେଲେ କେମିତି ଆପଣମାନେ ପୁଣି ଥରେ ଆପଣମାନଙ୍କର ଯେଉଁଟାକି ଭୋଟର ଲିଷ୍ଟରେ ନାମ ଏଡ୍ କରିବେ। ଦେଖନ୍ତୁ, ଏଇଟାକୁ ଆପଣମାନେ କୌଣସି ବି ମଜାକ ଭାବନ୍ତୁ ନାହିଁ, କାରଣ ଥରେ ଯଦି ଭୋଟର ଲିଷ୍ଟରୁ ଆପଣମାନଙ୍କର ନାଁ କାଟୁଛି ତାହେଲେ ପରବର୍ତ୍ତୀ ସମୟରେ ଆପଣମାନେ ବହୁତ ପ୍ରକାର ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ତେଣୁ ଆସନ୍ତୁ ଆଜିର ଏହି ଭିଡ଼ିଓରେ ଆମେ ଜାଣିବା ଡ୍ରାଫ୍ଟ ଲିଷ୍ଟ ଚେକ୍ କଲା ପରେ ଯଦି ଆପଣମାନଙ୍କର ନାମ ସେଥିରେ ନାହିଁ ତାହେଲେ କେମିତି ଆପଣମାନେ ଯାହାକି ପୁଣି ଥରେ ଭୋଟର ଲିଷ୍ଟରେ ନାଁକୁ ସଂଯୋଗ କରିପାରିବେ। ଏବଂ ଏହାର ଦେଖନ୍ତୁ ଲାଷ୍ଟ ଡେଟ୍ ଅଛି 4 ଅକ୍ଟୋବର, ଅର୍ଥାତ୍ ଅକ୍ଟୋବର 4 ତାରିଖ ସୁଦ୍ଧା ଆପଣମାନଙ୍କର ଯେଉଁମାନଙ୍କର ନାଁ କାଟିଛି ବା ଯେଉଁମାନଙ୍କର ନାଁ ନାହିଁ ସେମାନେ ଏହା ଉପରେ ଯାହାକି କମ୍ପ୍ଲେନ୍ କରିପାରିବେ ଏବଂ ଆପଣମାନଙ୍କର ଫର୍ମ 6 ଫିଲ୍ଅପ୍ କରିବେ। ତେଣୁ ଆସନ୍ତୁ କେମିତି ଆପଣମାନଙ୍କର ଫର୍ମ 6 ଫିଲ୍ଅପ୍ ହେବ, ଅନଲାଇନ୍ରେ ଆପଣମାନେ କେମିତି କରିବେ ଏବଂ ଅଫଲାଇନ୍ରେ କ'ଣ କ'ଣ ପ୍ରୋସେସ୍ ରହିଛି ସେ ବିଷୟରେ ଡିଟେଲ୍ସ ଜାଣିବା। ତା ପୂର୍ବରୁ ଯଦି ଚ୍ୟାନେଲକୁ ପ୍ରଥମ ଥର ଭିଜିଟ୍ କରୁଛନ୍ତି, ଭିଡ଼ିଓକୁ ଲାଇକ୍ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହିତ ପାଖରେ ଥିବା ବେଲ୍ ଆଇକନ୍କୁ କ୍ଲିକ୍ କରି ଅଲ୍ରେ ସେଟ୍ କରିଦେବେ। ଏବଂ ଏହି ଭିଡ଼ିଓଟି ଆପଣମାନେ ଯଦି ଫେସବୁକ୍ ବା ଇନଷ୍ଟାଗ୍ରାମରେ ଦେଖୁଛନ୍ତି ତ ନିହାତି ଆପଣମାନେ ଆମକୁ ଫଲୋ କରିଦେବେ। ତ ଦେଖନ୍ତୁ, ବହୁ ଜଣଙ୍କର କମେଣ୍ଟ ମଧ୍ୟ ଥିଲା ଯେ ଆମର ଡ୍ରାଫ୍ଟ ଲିଷ୍ଟ ଆମେ ଚେକ୍ କରିପାରୁନାହୁଁ, ସର୍ଭର ଇସ୍ୟୁ ଟିକେ ଟିକେ ରହୁଛି। କିନ୍ତୁ ଦେଖନ୍ତୁ, ଡାଇରେକ୍ଟ ଲିଙ୍କ୍ ଆପଣମାନେ ଦେଖିପାରୁଥିବେ voters.eci.gov.in, ଏଇଟା ହେଲା ଆପଣଙ୍କର ଡାଇରେକ୍ଟ ଲିଙ୍କ୍ ଅଛି, ଅଫିସିଆଲ ଲିଙ୍କ୍। ଆପଣମାନଙ୍କୁ ଡେସ୍କ୍ରିପସନରେ ମଧ୍ୟ ସେ ଲିଙ୍କ୍ ଦେଇଦେବି। ଦେଲା ପରେ ଦେଖନ୍ତୁ ଏଇଠି ଗୋଟେ ରହିଛି ଡାଉନଲୋଡ୍ ଇଲେକ୍ଟ୍ରାଲ ରୁଲ୍। ତ ସେଇ ଡାଉନଲୋଡ୍ ଇଲେକ୍ଟ୍ରାଲ ରୁଲ୍ରେ ଆପଣମାନେ କ୍ଲିକ୍ କରିବେ, ଯୋଉଠିକି ଆପଣମାନଙ୍କର ଦେଖନ୍ତୁ ବର୍ତ୍ତମାନ 2026ର ଯେଉଁ ଲିଷ୍ଟ ବା ଏସ୍ଆଇଆର୍ ତିଆରି ହେଇଛି ତାର ଲିଷ୍ଟ ଏଠି ଆପଣମାନେ ପାଇବେ। ଆମେ ଯେତେବେଳେ ଓଡ଼ିଶା ସିଲେକ୍ଟ କରିଦେବା, ଆମେ ଷ୍ଟେଟ୍ ଓଡ଼ିଶା ସିଲେକ୍ଟ କଲା ପରେ ଦେଖନ୍ତୁ ଇୟର ଅଫ୍ ରିଭିଜନ 2026, ରୁଲ୍ ଟାଇପ୍ କ'ଣ ରହିଛି ନା ଯେହେତୁ ଏଇଟା ଏସ୍ଆଇଆର୍ର ଡ୍ରାଫ୍ଟ ରୁଲ୍ 2026 ଆସିଲା। ତାପରେ ଏଠି ଆପଣମାନେ ନିଜର ଡିଷ୍ଟ୍ରିକ୍ଟ ସିଲେକ୍ଟ କରିଦେବେ। ତାପରେ ଆପଣମାନଙ୍କର ଆସେମ୍ବଲି ଯେଉଁଟା ରହିଛି ବା ଆପଣଙ୍କର ନିର୍ବାଚନ ମଣ୍ଡଳୀ ସେଇଟା ଆପଣମାନେ ସିଲେକ୍ଟ କରିନେବେ। ଦେଖନ୍ତୁ, ନିର୍ବାଚନ ମଣ୍ଡଳୀ ସିଲେକ୍ଟ କରିସାରିଲା ପରେ ଏଇଠି ହିଁ ଆପଣମାନଙ୍କର ମେନ୍ ରହିଛି ଯେ ଆପଣମାନଙ୍କର ବୁଥର ନାଁ ଏଠି ଆପଣମାନେ ସିଲେକ୍ଟ କରିବେ ବା ବୁଥର ନାମ ଆପଣମାନେ ସର୍ଚ୍ଚ କରିବେ। ଏଇଠି ହିଁ ଆପଣମାନେ ବହୁତ ଜଣ କରିପାରୁନାହାନ୍ତି ଯେ କେମିତି ଆମେ ଏଠି ଡାଇରେକ୍ଟ ଯଦି ଆପଣ ମାରିଦେବେ କ୍ୟାପଚା କୋଡ୍ ଦେଇ ଡାଇରେକ୍ଟ ଡାଉନଲୋଡ୍ ସିଲେକ୍ଟ ପିଡିଏଫ୍ ମାରିଲେ ସେଇଟା ହେବ ନାହିଁ। ତେଣୁ ବହୁତ ଜଣ ଏଇଟା ମଧ୍ୟ ଭୁଲ କରୁଛନ୍ତି। ତେଣୁ ଏଠି ଆପଣମାନେ ନିଜର ଯେଉଁଟାକି ଆପଣମାନଙ୍କର ଯେଉଁ ବୁଥ୍ ରହିଛି ସେ ବୁଥ୍କୁ ଏଠି ଆପଣମାନଙ୍କୁ ସର୍ଚ୍ଚ କରିବା ପାଇଁ ପଡ଼ିବ। ଦେଖନ୍ତୁ, ମୁଁ ଏଠି ଆମର ବୁଥ୍ଟାକୁ ସର୍ଚ୍ଚ କରିନେଲି। ତ ବୁଥ୍ ସର୍ଚ୍ଚ କଲା ପରେ ଦେଖନ୍ତୁ ଆସିଗଲା, ପାର୍ଟ ନମ୍ବର ଆସିଲା, ପାର୍ଟର ନେମ୍ ଆସିଲା। ଏଠି ସିଲେକ୍ଟ କରିବେ, ତାପରେ ଯାଇ ଏଠି ଆପଣମାନଙ୍କର କ୍ୟାପଚା କୋଡ୍ ଦେବେ।
ଦେଖନ୍ତୁ ଏଇ ପ୍ରୋସେସଟି ଫଲୋ କରନ୍ତୁ, ନହେଲେ ବହୁତ ଜଣଙ୍କର ଏଇଠି ହିଁ ପ୍ରୋବ୍ଲେମ ହେଇଯାଉଛି। ତେଣୁ ଏଠି କ୍ୟାପଚା କୋଡ୍ ଦେବେ, ତାପରେ ଡାଉନଲୋଡ୍ ସିଲେକ୍ଟେଡ୍ ପିଡିଏଫ୍ ଅପସନରେ କ୍ଲିକ୍ କରିବେ। ଯାହାଦ୍ୱାରା କି ଆପଣମାନଙ୍କର ଯେଉଁ ବୁଥର ପିଡିଏଫ୍ଟି ଡାଉନଲୋଡ୍ ହେଇଯିବ। ତ ସେଇ ପିଡିଏଫ୍ରେ ଯଦି ଆପଣମାନଙ୍କର ନାମ ନାହିଁ, ତାହେଲେ ବର୍ତ୍ତମାନ ଆପଣମାନେ କ'ଣ କରିବେ? ତା ପାଇଁ ଦେଖନ୍ତୁ ଆପଣମାନଙ୍କର ଦୁଇଟି ପ୍ରୋସେସ୍ ରହିଛି। ତ ଯେଉଁ ରୁଲ୍ ରହିଛି ସେଇ ହିସାବରେ ଯଦି ଆପଣମାନଙ୍କର ଏଠି ନାଁ କାଟିଛି, ତାହେଲେ ଆପଣମାନେ ପୁଣି ଥରେ କ'ଣ କରିବେ ନା ଫର୍ମ 6 ଆପଣମାନଙ୍କୁ ଫିଲ୍ଅପ୍ କରିବା ପାଇଁ ପଡ଼ିବ। ତ ସେଇ ଫର୍ମ 6 କ'ଣ ନା ଫର୍ମ 6 ହେଉଛି ଯେତେବେଳେ ଆମେ ନୂଆ ଏନୁମେରେସନ୍ ନୂଆ କରିଥାଉ ଆମର ଭୋଟର ଆଇଡି, ସେତେବେଳେ ଆମକୁ ଫର୍ମ 6 ଫିଲ୍ଅପ୍ କରିବା ପାଇଁ ପଡ଼େ। ତେଣୁ ଯେଉଁମାନଙ୍କର ନାଁ ବି ନାହିଁ ସେମାନେ ମଧ୍ୟ ଫର୍ମ 6 ଏଠି ଫିଲ୍ଅପ୍ କରିବେ। ତେଣୁ ଫର୍ମ 6 ଆପଣମାନଙ୍କର ଅନଲାଇନ୍‌ରେ ମଧ୍ୟ ଫିଲ୍ଅପ୍ ହେଇପାରିବ। ଅଫଲାଇନ୍‌ରେ ମଧ୍ୟ ଆପଣମାନେ ନିଜର ବିଏଲ୍‌ଓଙ୍କ ସହିତ ଯୋଗାଯୋଗ କରିବେ। ଦେଖନ୍ତୁ ଏହି ସମୟଟି ଆପଣମାନଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଯଦି ଲିଷ୍ଟରେ ନାହିଁ ତ ନିହାତି ଆପଣମାନେ ବିଏଲ୍‌ଓଙ୍କ ସହିତ ଫିଜିକାଲି ମିଟ୍ କରନ୍ତୁ। ତାଙ୍କ ସହିତ ଅଫଲାଇନ୍‌ରେ ଫର୍ମ ଫିଲ୍ଅପ୍ କରନ୍ତୁ ଏବଂ ଆବଶ୍ୟକ ଡକୁମେଣ୍ଟ ଆପଣମାନଙ୍କର ପ୍ରୁଫ୍ ଦେବା ପାଇଁ ପଡ଼ିବ ଯେ ଆପଣମାନେ ସେହି ଅଞ୍ଚଳର ସ୍ଥାୟୀ ବାସିନ୍ଦା ଅଟନ୍ତି। ସେଟା ହେଲା ଅଫଲାଇନ୍। ତ ଯଦି ଆପଣମାନେ ଅନଲାଇନ୍‌ରେ କରିବା ପାଇଁ ଚାହୁଁଛନ୍ତି, ତାହେଲେ ସେଇ ସେମ୍ ପୋର୍ଟାଲକୁ ଆସିବେ voters.eci.gov.in। ଏଠି ସେମ୍ ପୋର୍ଟାଲକୁ ଆସିଲା ପରେ ଦେଖନ୍ତୁ ଏଠି ଆପଣମାନଙ୍କର ରହିଛି ଫିଲ୍ ଫର୍ମ 6। ଏଇଟା ଆପଣମାନେ ଦେଖନ୍ତୁ ମୁଁ ଆଉଥରେ ଆପଣମାନଙ୍କୁ କହୁଛି। ଫିଲ୍ ଫର୍ମ 6 ଅପସନରେ ଆପଣମାନେ କ୍ଲିକ୍ କରିବେ। ଯେତେବେଳେ ଫିଲ୍ ଫର୍ମ 6ରେ କ୍ଲିକ୍ କରୁଛନ୍ତି, ଦେଖନ୍ତୁ ଏଠି ଆପଣମାନଙ୍କୁ ଡାଇରେକ୍ଟ ଲଗ୍ଇନ୍‌ର ଅପସନ୍ ଆସିବ। ଯେଉଁମାନେ ପୂର୍ବରୁ ଏଇ ୱେବସାଇଟ୍‌ରେ ନିଜର ଲଗ୍ଇନ୍ କରିଛନ୍ତି, ସେମାନେ ଲଗ୍ଇନ୍ କରିପାରିବେ। ଯଦି ଆପଣମାନଙ୍କ ଲଗ୍ଇନ୍ ହେଇନାହିଁ, ତାହେଲେ ଏଠି ସାଇନ୍ ଅପ୍ ଅପସନରେ ଆପଣମାନେ କ୍ଲିକ୍ କରି ନିଜର ଆଇଡିଟି ପ୍ରସ୍ତୁତ କରିବେ। ସାଇନ୍ ଅପ୍ ଅପସନରେ କ୍ଲିକ୍ କରିବେ। ଏଠି ଆପଣମାନଙ୍କର ମୋବାଇଲ୍ ନମ୍ବର ଦେବେ, କ୍ୟାପଚା କୋଡ୍ ଦେବେ, କଣ୍ଟିନ୍ୟୁ କରିବେ। ତାପରେ ଆପଣମାନଙ୍କର ଯେଉଁ ସବୁ ଡିଟେଲ୍ସ ଅଛି ଯେମିତିକି ଭୋଟର ଆଇଡିର ଡିଟେଲ୍ସ ଦେଇ ଏଠି ଆପଣମାନଙ୍କୁ ପ୍ରଥମେ ସାଇନ୍ ଇନ୍ କରିବା ପାଇଁ ପଡ଼ିବ। ଯେହେତୁ ମୋର ଅଲରେଡି ସାଇନ୍ ଇନ୍ ହେଇକି ଅଛି, ତେଣୁ ମୁଁ ଏଠି ଦେଖନ୍ତୁ ଡାଇରେକ୍ଟ ଲଗ୍ଇନ୍ କରି ଆପଣମାନଙ୍କୁ ଦେଖଉଛି। ତ ଲଗ୍ଇନ୍ କରିବା ସମୟରେ ସାଇନ୍ ଅପ୍ କରିବା ସମୟରେ ଯେଉଁ ଆପଣମାନେ ଡିଟେଲ୍ସ ଦେଇଥିଲେ ଯେମିତିକି ମୋବାଇଲ୍ ନମ୍ବର ବା ଆପଣମାନଙ୍କର ଭୋଟର ଆଇଡି ନମ୍ବର, ତାପରେ କ୍ୟାପଚା କୋଡ୍ ଦେଇ ରିକ୍ୱେଷ୍ଟ ଓଟିପି ଅପସନରେ କ୍ଲିକ୍ କରିବେ। ରିକ୍ୱେଷ୍ଟ ଓଟିପି ଅପସନରେ କ୍ଲିକ୍ କଲା ପରେ ଆପଣମାନଙ୍କ ମୋବାଇଲ୍ ନମ୍ବରକୁ ଓଟିପି ଆସିବ। ତ ସେଇ ଓଟିପି ଆପଣମାନେ ସବମିଟ୍ କରିଦେବେ। ତ ଦେଖନ୍ତୁ ଏଠି ଆମର ଫାଇନାଲି ଯାଇକି ଲଗ୍ଇନ୍ ହେଇଗଲା। ତ ଲଗ୍ଇନ୍ ହେଲା ପରେ ଯେଉଁ ଫର୍ମ 6 ଟି ଆପଣମାନଙ୍କର ଓପନ୍ ହେଲା, ତ ଏଇ ଫର୍ମ 6 ରେ ଆପଣମାନଙ୍କୁ ଯୋଉଟାକି ସବୁ କିଛି ଡିଟେଲ୍ସ ପୁଣି ଥରେ ଫିଲ୍ଅପ୍ କରିବା ପାଇଁ ପଡ଼ିବ। ଯୋଉଟାକି ନୂଆ ଯେତେବେଳେ ଆମର ଆବେଦନ ହୁଏ, ସେଟା ମଧ୍ୟ ଫର୍ମ 6 ରେ ହେଇଥାଏ ଏବଂ ଯୋଉମାନଙ୍କର ଭୋଟର ଲିଷ୍ଟରେ ଡ୍ରାଫ୍ଟ ଲିଷ୍ଟରେ ନାଁ କାଟିଛି, ସେମାନେ ମଧ୍ୟ ନୂଆ ଫର୍ମ ଯାଇକି ଏଠି ସବମିଟ୍ କରିବେ। ତାପରେ ଦେଖନ୍ତୁ ପ୍ରଥମେ ରହିଛି ଆପଣମାନଙ୍କର କିଛି ଡିଟେଲ୍ସ। ପ୍ରଥମେ ରହିଛି ଷ୍ଟେଟ୍। ଆପଣମାନେ ଏଠି ଷ୍ଟେଟ୍‌ରେ ଆମର ଓଡ଼ିଶା ସିଲେକ୍ଟ କରିଦେବେ। ଦେଖନ୍ତୁ ଗୋଟେ ପରେ ଗୋଟେ ମୁଁ ଆପଣମାନଙ୍କୁ ପ୍ରୋସେସ୍ କହୁଛି। ଆପଣମାନେ ଏଇଟା ଯୋଉଟାକି ଅନଲାଇନ୍ ବି କରିପାରିବେ ଏବଂ ଅଫଲାଇନ୍ ବି କରିପାରିବେ। ତେଣୁ ଅନଲାଇନ୍‌ରେ ମୁଁ ପ୍ରୋସେସ୍ କରୁଛି। ଯେଉଁମାନେ ଯଦି ଓଡ଼ିଶା ବାହାରେ ରହୁଛନ୍ତି ସେମାନେ ଅନଲାଇନ୍ କରିପାରିବେ। ଯେଉଁମାନେ ଘରେ ଅଛନ୍ତି ସେମାନେ ନିହାତି ଆପଣମାନଙ୍କର ବିଏଲ୍‌ଓଙ୍କ ସହିତ ଯୋଗାଯୋଗ କରି ଏଠି ଆପଣଙ୍କର ଡିଟେଲ୍ସ ଫିଲ୍ଅପ୍ କରନ୍ତୁ। ଦେଖନ୍ତୁ ପ୍ରଥମେ ଷ୍ଟେଟ୍, ତାପରେ ଡିଷ୍ଟ୍ରିକ୍ଟ, ତାପରେ ଆପଣମାନଙ୍କର ଦେଖନ୍ତୁ ରହିଛି ଯୋଉଟାକି ଆସେମ୍ବଲି, ସେଇଟା ଆପଣମାନେ ଦେବେ। ଆସେମ୍ବଲି ଦେଇସାରିଲା ପରେ ନେକ୍ସଟ ଅପସନରେ କ୍ଲିକ୍ କଲେ। ନେକ୍ସଟ ଅପସନରେ କ୍ଲିକ୍ କଲା ପରେ ଫାଷ୍ଟ ରହିଛି ଆପଣମାନଙ୍କର ଫାର୍ଷ୍ଟ ନେମ୍ ଫଲୋଡ୍ ବାଇ ଆପଣମାନଙ୍କର ମିଡିଲ୍ ନେମ୍, ଅର୍ଥାତ୍ ଆପଣମାନଙ୍କର ଫାର୍ଷ୍ଟ ନେମ୍ ଏବଂ ମିଡିଲ୍ ନେମ୍ ଲେଖିବେ। ତାପରେ ସରନେମ୍ ଅର୍ଥାତ୍ ଆପଣମାନଙ୍କର ସରନେମ୍ ଏଠି ଯଦି ଅଛି ଦେବେ, ତାହେଲେ କିଛି ଦବାର ଆବଶ୍ୟକତା ନାହିଁ। ତାପରେ ଦେଖନ୍ତୁ ଏଠି ଆପଣମାନଙ୍କର କ'ଣ ରହିଛି ନା ରିସେଣ୍ଟ ଫଟୋଗ୍ରାଫ ଆପଣମାନଙ୍କୁ ଅପଲୋଡ୍ କରିବା ପାଇଁ ପଡ଼ିବ। ଅର୍ଥାତ୍ ଆପଣମାନଙ୍କର ପାସପୋର୍ଟ ସାଇଜ୍‌ର ଗୋଟେ ଫଟୋଗ୍ରାଫ ଯୋଉଟାକି 2 MB ଭିତରେ ହେଇଥିବ, ତାକୁ ଏଠି ଆପଣମାନେ ଅପଲୋଡ୍ କରିବେ। ତାପରେ ଆସିଲା ନେମ୍ ଆଣ୍ଡ ସରନେମ୍ ଅଫ୍ ଏନି ଅଫ୍ ଦି ରିଲେଟିଭ୍, ଅର୍ଥାତ୍ ଏଠି ଆପଣମାନେ ଜଣଙ୍କୁ ସିଲେକ୍ଟ କରିବେ। ଫାଦର୍ସ ଦେଇପାରିବେ, ହଜବେଣ୍ଡ ଦେଇପାରିବେ ବା ୱାଇଫ୍ ଦେଇପାରିବେ। ତେଣୁ ଆମେ ଫାଦର ସିଲେକ୍ଟ କରିବେ। ତାପରେ ତାଙ୍କ ନାମ ଲେଖିବେ, ତାଙ୍କର ସରନେମ୍ ଲେଖିବେ। ତାପରେ ଆସିଲା କଣ୍ଟାକ୍ଟ ଡିଟେଲ୍ସ। କଣ୍ଟାକ୍ଟ ଡିଟେଲ୍ସରେ ଆପଣମାନେ କ'ଣ ଲେଖିବେ ନା ମୋବାଇଲ୍ ନମ୍ବର, ଏଠି ଆପଣମାନଙ୍କର ସେଲ୍ଫ ସିଲେକ୍ଟ କରିବେ। ତାପରେ ମୋବାଇଲ୍ ନମ୍ବର ଦେବେ। ମୋବାଇଲ୍ ନମ୍ବର ଦେଇସାରିଲା ପରେ ଇମେଲ୍ ଆଇଡି ମଧ୍ୟ ଏଠି ଦେବେ। ଇମେଲ୍ ଆଇଡି ଦେଲା ପରେ ନେକ୍ସଟ। ଦେଖନ୍ତୁ ଗୋଟେ ପରେ ଗୋଟେ ପ୍ରୋସେସ୍ ମୁଁ ଆପଣମାନଙ୍କୁ ଡେମୋ ଦେଖେଇ ଦେଉଛି। ଆପଣମାନେ ଇଜିଲି ନିଜ ମୋବାଇଲରେ ସବୁ କିଛି ଡିଟେଲ୍ସ କରିହେବ। ତାପରେ ଦେଖନ୍ତୁ ଆଧାର ଡିଟେଲ୍ସ, ଏଠି ଆପଣମାନଙ୍କର ଆଧାର ନମ୍ବର ଦେବେ ଏବଂ ଆଧାର ନମ୍ବର ଦେଇସାରିଲା ପରେ ନେକ୍ସଟ ଅପସନରେ କ୍ଲିକ୍ କରିବେ। ତାପରେ ଦେଖନ୍ତୁ ରହିଛି ଜେଣ୍ଡର। ଜେଣ୍ଡର ଏଠି ଆପଣମାନେ ସିଲେକ୍ଟ କରିବେ ମେଲ୍, ଫିମେଲ୍ ବା ଥାର୍ଡ ଜେଣ୍ଡର ଯାହା ବି ରହିଛି ଆପଣମାନେ ସିଲେକ୍ଟ କରିବେ। ଜେଣ୍ଡର ସିଲେକ୍ଟ କଲା ପରେ ଡେଟ୍ ଅଫ୍ ବାର୍ଥ ଦେବେ। ଡେଟ୍ ଅଫ୍ ବାର୍ଥ ହିସାବରେ ଆପଣମାନଙ୍କର ଡକୁମେଣ୍ଟ ପ୍ରୁଫ୍, ଦେଖନ୍ତୁ ଏଇଟା ହେଲା ମୋଷ୍ଟ ଇମ୍ପୋର୍ଟାଣ୍ଟ। ଡକୁମେଣ୍ଟ ପ୍ରୁଫ୍ ହିସାବରେ ଆପଣମାନେ କ'ଣ ଦେବେ? ଡେଟ୍ ଅଫ୍ ବାର୍ଥ ପ୍ରୁଫ୍ ହିସାବରେ ଆପଣମାନଙ୍କର ଯଦି ମେଟ୍ରିକ୍ ସାର୍ଟିଫିକେଟ୍ ଅଛି ମେଟ୍ରିକ୍ ସାର୍ଟିଫିକେଟ୍ ଦେବେ। ଯଦି ଆପଣମାନଙ୍କର ଆମର ବାର୍ଥ ସାର୍ଟିଫିକେଟ୍ ଅଛି ବାର୍ଥ ସାର୍ଟିଫିକେଟ୍ ଦେବେ। ନହେଲେ ଆପଣମାନଙ୍କର ଯେକୌଣସି ଗୋଟେ ଗଭର୍ଣ୍ଣମେଣ୍ଟ ଡକୁମେଣ୍ଟ ଏଠି ଆପଣମାନଙ୍କୁ ଦେବା ପାଇଁ ପଡ଼ିବ ଏବଂ ତାକୁ ଏଠି ଆପଣମାନେ ଅପଲୋଡ୍ କରିନେବେ। ତ ଡେଟ୍ ଅଫ୍ ବାର୍ଥ ଦେଇସାରିଲା ପରେ ତାପରେ ପ୍ରେଜେଣ୍ଟ ଆଡ୍ରେସ୍, ଆଡ୍ରେସ୍‌ର ସବୁ କିଛି ଡିଟେଲ୍ସ ଏଠି ଆପଣମାନଙ୍କୁ ଫିଲ୍ଅପ୍ କରିବା ପାଇଁ ପଡ଼ିବ ଏବଂ ଆଡ୍ରେସ୍ ପ୍ରୁଫ୍ ହିସାବରେ ଆପଣମାନେ ନିଜର ଆଧାର କାର୍ଡ ଏଠି ଦେଇପାରିବେ। ଆଡ୍ରେସ୍ ପ୍ରୁଫ୍ ଗଲା। ତାପରେ କ୍ୟାଟେଗୋରୀ, ଯଦି ଆପଣମାନେ ହ୍ୟାଣ୍ଡିକ୍ୟାପ୍ଟ ଅଛନ୍ତି ବା ଆପଣମାନଙ୍କର ଡିସାବିଲିଟି ଅଛନ୍ତି, ତାହେଲେ ସେଠି ଆପଣମାନେ ଏଟା ସିଲେକ୍ଟ କରିବେ।
ତାପରେ ଫ୍ୟାମିଲି ମେମ୍ବର ଆସିଲା, ଫ୍ୟାମିଲି ମେମ୍ବରଙ୍କର ଡିଟେଲ୍ସ ଦେବା ପାଇଁ ପଡ଼ିବ। ଅର୍ଥାତ୍ ଯଦି ଆପଣମାନଙ୍କର ବାପାଙ୍କ ନାମ ପୂର୍ବରୁ ଦେଇଛନ୍ତି ତାହେଲେ ବାପାଙ୍କର ଏଠି ଆପଣମାନଙ୍କର ଭୋଟର ଆଇଡି ଦେବେ ଏବଂ ନେକ୍ସଟ ଅପସନରେ କ୍ଲିକ୍ କରିବେ। ତାପରେ ଟର୍ମ ଆଣ୍ଡ କଣ୍ଡିସନ ଯୋଉଟାକି ରହିଛି ସେଟାକୁ ଆପଣମାନେ ଫିଲ୍ଅପ୍ କରିବେ। ଫିଲ୍ଅପ୍ କଲା ପରେ ଏଇଠି ଦେଖନ୍ତୁ ମୋଷ୍ଟ ଇମ୍ପୋର୍ଟାଣ୍ଟ ରହିଛି ଯେ ଆପଣମାନଙ୍କର ଯେତେବେଳେ ଏସ୍ଆଇଆର୍ ହଉଥିଲା ଏନୁମେରେସନ ଫର୍ମ ଟାଇମରେ, ସେ ସମୟରେ ଯଦି ଆପଣମାନଙ୍କର ଯୋଉ ଫର୍ମ ଫିଲ୍ଅପ୍ କରୁଥିଲେ ଯୋଉ ପ୍ରୋସେସ, ଏଠି ଥାର୍ଡ ପ୍ରୋସେସରେ ମଧ୍ୟ ସେମିତି ରହିଛି। ଅର୍ଥାତ୍ ଲାଷ୍ଟ ଏସ୍ଆଇଆର୍ 2002 ମସିହା ଏସ୍ଆଇଆର୍ରେ ଆପଣମାନଙ୍କର ନାମ ଯଦି ଅଛି ତାହେଲେ ଆପଣମାନେ ଫାଷ୍ଟ ଅପସନରେ କ୍ଲିକ୍ କରିବେ ଯେ ମାଇ ନେମ୍ ଏକ୍ଜିଷ୍ଟ ଇନ୍ ଲାଷ୍ଟ ଇଲେକ୍ଟ୍ରାଲ ଯୋଉ ରହିଛି ଏସ୍ଆଇଆର୍, ତାପରେ ଏଠି ଆପଣମାନେ ନିଜର ଡିଟେଲ୍ସ ଫିଲ୍ଅପ୍ କରିଦେବେ ଯଦି ଆପଣମାନଙ୍କର ନାମ ଅଛି। ଯଦି ଆପଣଙ୍କ ନାମ ନାହିଁ ତାହେଲେ ଲାଷ୍ଟ ଏସ୍ଆଇଆର୍ 2002 ମସିହାରେ ଯଦି ଆପଣମାନଙ୍କ ନାଁ ନଥିଲା ତାହେଲେ ସେକେଣ୍ଡ ଅପସନରେ ସିଲେକ୍ଟ କରି ଆପଣମାନଙ୍କର ବାପା କିମ୍ବା ମାଆଙ୍କର ଯାହାର ବି ଲିଷ୍ଟରେ ନାଁ ଥିଲା ତାଙ୍କର ସବୁ କିଛି ଡିଟେଲ୍ସ ଏଠି ଆପଣମାନେ ଫିଲ୍ଅପ୍ କରିବେ, ଯୋଉଟାକି ଇଜିଲି ଆପଣମାନେ କରିପାରିବେ। ତାପରେ ଦେଖନ୍ତୁ ଏଠି ଡିକ୍ଲାରେସନ ରହିଛି, ଡିକ୍ଲାରେସନ ପୁଣି ଥରେ ଆପଣମାନେ ଠିକ ଭାବରେ ଫିଲ୍ଅପ୍ କରିଦେବେ। ଫିଲ୍ଅପ୍ କରିସାରିଲା ପରେ କ୍ୟାପଚା କୋଡ୍ ଦେବେ ଏବଂ ପ୍ରିଭ୍ୟୁ ଆଣ୍ଡ ସବମିଟ୍ ଅପସନରେ କ୍ଲିକ୍ କରିବେ। ଦେଖନ୍ତୁ ମୁଁ ଏଇଟା ଆପଣମାନଙ୍କୁ ଡେମୋ କହୁଛି, ଆପଣମାନେ ଭାବିବେ ଯେ ମୁଁ ଆପଣମାନଙ୍କର କୌଣସି ବି ଏମିତି ପ୍ରୋସେସ ଅଛି କି ନାହିଁ। ଦେଖନ୍ତୁ ଏଇଟା ହେଲା ଜେନୁଇନ୍ ପ୍ରୋସେସ, ଆପଣମାନେ କରିପାରିବେ। ତ ଯେତେବେଳେ ପ୍ରିଭ୍ୟୁ ଆଣ୍ଡ ସବମିଟ୍ ଅପସନରେ କ୍ଲିକ୍ କରୁଛନ୍ତି ଆପଣମାନଙ୍କର ଆଧାରର ଇ ସାଇନ୍ କରିବା ପାଇଁ ପଡ଼ିବ, ଯୋଉଟାକି ଏଠି ଲେଖା ହେଇଛି କ'ଣ ନା ଆଧାର ଇ ସାଇନ୍ କରିବେ। ଯଦି ଆପଣମାନେ ଆଧାର ଇ ସାଇନ୍ କରୁନାହାନ୍ତି ତାହେଲେ ଏଇ ଫର୍ମକୁ ଆପଣମାନେ ଡାଉନଲୋଡ୍ କରିବେ, ଆପଣମାନଙ୍କର ବିଏଲ୍ଓଙ୍କ ପାଖକୁ ଯାଇ ଆପଣମାନଙ୍କର ଅଫଲାଇନରେ ମଧ୍ୟ ଫର୍ମ ଫିଲ୍ଅପ୍ କରିପାରିବେ। ତେଣୁ ସବୁଠୁ ବେଷ୍ଟ ଯୋଉମାନେ ଘରେ ଅଛନ୍ତି ସେମାନେ ବିଏଲ୍ଓଙ୍କ ପାଖକୁ ଯାଇ ଅଫଲାଇନରେ ଫର୍ମ ଫିଲ୍ଅପ୍ କରନ୍ତୁ ଏବଂ ଯୋଉମାନେ ବାହାରେ ରହିଛନ୍ତି ବା ଆପଣମାନେ ଓଡ଼ିଶା ଆସିବାରେ ତାଙ୍କୁ ସମ୍ଭବ ହଉନାହିଁ, ସେମାନଙ୍କର ନାଁ କାଟିଛି, ତାହେଲେ ସେମାନେ ମଧ୍ୟ ଅନଲାଇନରେ ଫର୍ମ ଫିଲ୍ଅପ୍ କରି ବିଏଲ୍ଓଙ୍କ ସହିତ କଣ୍ଟାକ୍ଟ କରିପାରିବେ। ତେଣୁ ଏହା ଥିଲା ଡିଟେଲ ପ୍ରୋସେସ। ଯଦି ଆପଣମାନଙ୍କ ନାମ ଏସ୍ଆଇଆର୍‌ରୁ କାଟିଛି ତାହେଲେ ଜଲ୍ଦି ଜଲ୍ଦି ଏହି ପ୍ରୋସେସ ଫଲୋ କରନ୍ତୁ ଏବଂ ଅଗଷ୍ଟ 4 ତାରିଖ ଆଗରୁ ନିଜ ନାମ ନୂଆ ଏସ୍ଆଇଆର୍‌ରେ ଏଡ୍ କରିବା ପାଇଁ ସବୁ କିଛି ଡକୁମେଣ୍ଟ ପ୍ରୋଭାଇଡ୍ କରନ୍ତୁ। ଧନ୍ୟବାଦ।